बजे एका सेदिन नयन रखी पाखरा आज्ञा दैव जोगे राजा रानी पलंग पर देखु देखु केते दिन पढ़ाई गला माँ सब जा कही पारि बहुत भीतर अच्छी है तुम हाथ जोड़ी कहीं बड़ पुराण सेदिन नयन कहूची विचार रखी जेबे भौणी को ताहा माँ पलंग ऊपर धनेश्वर जाऊँची सबु बेले को धनेश्वर बउची 64 बंधन अच्छी प्रीति ए जो राजा कौन कले बापा कौन कले 32 आलिंगन 64 जे बंधन 16 विधान रे पिरती हे कले जाइन जेते बेले पिरती करिले राजमोह सान रानी ता गर्भ होइला नंदन जेते बेले गर्भ स्थित होई गला चाहा करी छंती मा जे मंगला आज्ञा से दिन बेरारी राजा विचार कला धनेश्वर खुलना तुझे कहिला सुन गो मोर धन मोर मौनी पूर्ण बहुठी तोते आहार मुकार से दिन राजा कहले आज ठारू तुम्हें मोर तो स्त्री मु तुम पुरुष एडा आ मुंडी खराब होइले ओ सेति से कहि देला कि से दिन आज्ञा खुलना कहूची हे प्राणधन तुम्हें तो मोर मु तुमर आउ कुआड़े जीवानी हेले जदि दिना को ये गर्भवती है किए खुलना आज्ञा नयना को डाकी करी राजा देले कही आठू पाली बुए बेलो नयना जदि घरे मु बसबी बसी खाइले लो नदी बाली सराई दिन खुलना जे जोड़ी देला कुआड़े जीव कुह मोर प्राणेश्वर खुलना कहूची तमे कहीं कातर होच प्राणनाथ मु आज गर्भवती अच्छी तमे आउ छाड़ी करी जाऊ कौन करू क्यों पकऊ रे हाँ काम करी खाइयो हाँ सहीटा मात्र हेलो एटा हुक कहू रे आमे बुझी पारतु हेले खुलना कहला तुम्हें आउ जाओनी रजा कहला मु जदि तुम पाखरे रही मु तो मुह को चाहती या मुह को चाहती घर चलिब केमिति व्यवसाय अरे धनेश्वर बोइले से बनिया लोक आज्ञा से दिन बनिया विचारिला देख
କହିଲା ଯିବିଲୋ ମୁଁ ବାଣିଜ୍ୟ କରିବାକୁ ଲୋକ ଆଜ୍ଞା ଏତିକି କହି ଧନେଶ୍ୱର ଦେ ରାଜନ ବୋଇତକୁ ସଜ କଲା ଏବେ ଯାଇନ ସେଦିନ ନୟନା ଘର ଯୋଡ଼ି ଦେଲା ଯଦି ଯିବ ଏବେ ପ୍ରାଣ ଧନ ଚଳିବେ ଭଲା ସେଦିନ ନୟନ ଡାକିଲା ମାହାନା আরে নৌকা কোটিক তৈয়ার কলা সিনা নৌকা দেবে তৈয়ার দেলা করি আজ্ঞা সে নৌকা পুনি বন্দাপনা যে কোন নৌকা পুনি তৈয়ার করিলা বন্দাপনা করিছে ঘরে কুনা সেদিন ধনেশ্বর দেউছি কই আউ ন দিবি মূল ঘরকু যাই নয়না কইলা শুনাঙ্গো প্রাণ ধন যদি জীব এবে মতে টিকে কুয়া ঘটন ଆପଣ ଯିବେ ମତେ ଟିକେ କଥା କହିକିରି ଯାଅ ଆଜ୍ଞା ଖୁଲଣ ଆଉ କିଛି କହୁନି ନୟନା ସିନା ସାବତ ମାନେ ସୌତୁରୀ କରି ଆଣିଲା ହଁ ଆଣିଲେ କଣ ହବ ରାଜାଙ୍କର ଅତି ପ୍ରିୟ ନାରୀ ହେଇଗଲା କିଏ ଖୁଲଣା ଖୁଲଣ ନୟନା ମନରେ କୃତଚଞ୍ଚ ଭାବି ବିଚାର କଲା ମୁଁ ଆକୁ କେମିତି ମାରିବି ଏବେ ନ ମାରିଲେ ତ ମୁଁ ରଜାର ହେବିନି ମୋ ସ୍ୱାମୀ କି ନେଇଗଲା ସିଏ ମୋଠୁ ଛଡେଇ ଦେଲା ଏକା ରାସ୍ତାଟା ଦେଖେଇଲା ଆଜ୍ଞା ଏଣୁ କରି କଣ କଲେ ଆରେ 6 ମାସର ଭାତିଆ ନୌକାର ଦେଲା ଆରେ ନୌକାର ରଜାକୁ ବସାଇ ନ ଦେଲା ଆଜ୍ଞା ବନ୍ଦାପନା କରି ଖୁଲଣ ନୟନ ବସାଇ ଦେଲେ ନୌକାରେ ଯେ ସିନା ଏ ଛାଡ଼ିଦେଲେ ନୌକା ନାବିକ ଚାଲେ ଏକା ଆଜ୍ଞା ସମୁଦ୍ର ମଧ୍ୟରେ ଦେବେ ନୌକା ଯିବ ଏ ମା ସେଦିନ ରାଜା ବସୁଛି ନୌକାରେ ରାଜା ବସିଲା ବେଳେ ଆଜ୍ଞା କଣ କରୁଛି ଏ ଝିଅ ଏ ବହିଟାରେ କଣ ଲେଖା ଅଛି ସିଏ ତାର ଖରଇଷ୍ଟ ହଉଛି ଦକ୍ଷିଣ କାଳୀ ମାତ୍ର ସେ କାଳୀକୁ ସିଏ ଆଉ ଡାକିଲାନି କଣ କହିଲା ଆରେ ଜୟ ଜଗନ୍ନାଥ ଗୋଟି ନାମକୁ ଘୋଷିଣ ନୌକାରେ ବସିଲା ଏ ଧନେଶ୍ୱର ପୂର୍ଣ୍ଣ ଆଉ ନ ଡାକିଲା ପୁଣି ମାଙ୍କୁ ତାହାର ଯେବେ ଜଗନ୍ନାଥ ନାମ ଗୋଟି ବସିଲା ତାର ସେଦିନ ଜାଣିଲେ ଇଏ ସର୍ବମଙ୍ଗଳା ତତେ କୋଉ ଜଗନ୍ନାଥ ରଖିବ ରେ ମୋ ବା ସେଦିନ ନୌକା ଚାଲିଛି ସମୁଦ୍ର ଆଜ୍ଞା ବାହି ଚାଲି ଗଲାଣି କେତେ ଦୂର ସମୁଦ୍ର ଭିତରେ ନୌକା ଚଳିଗଲା ଧନେଶ୍ୱର ରାଜା ସାଗର ମଧ୍ୟରେ ଗଲା ଯାଉ ଯାଉ ଶୁଣ ମୋର ଧନ ବାଣିଜ୍ୟ କରିବାକୁ ଯାଇଛି ମାତ୍ର ସର୍ବମଙ୍ଗଳାକୁ ଡାକିଲା ସେହି ଜଗନ୍ନାଥଙ୍କୁ ଡାକି ନୌକା ଚଳାଇ ଯାଉ ଯାଉ ସୁଦର୍ଶନ ରାଜ୍ୟ ଦେଲା ରାଜ୍ୟ ମୁହଁରେ ଯାଇ ପ୍ରବେଶ ହେଲା ଆଜ୍ଞା ଏ ସମୟ ନୌକା ଗଲାର ଯେ ବଳେ ଏ ଯୋ ସମୁଦ୍ର ମଧ୍ୟରେ ପ୍ରବେଶିଲାଣି ଥିଲା ଆଜ୍ଞା ଦୈବ ଯୋଗେ ମଙ୍ଗଳା ପଳାଇଣ ଗଲା ଏ ଯୋ ସମୁଦ୍ର ମଧ୍ୟରେ ଯାଇ ବାସ କରିଲା ପଦ୍ମ ଫୁଲ ଗୋଟିଏ ଫୁଟିଲା ଭାଇ ପଦ୍ମ ଫୁଲେ ମଙ୍ଗଳା ପଦ୍ମ ଫୁଲ ଏତେ ଚାମୁଣ୍ଡି ହୋଇ ମଙ୍ଗଳା ନାଥ ବସିଛି ଆଗରେ ଯାଇ ତଳି ଭର ଫୋଟ ସୂତ୍ର କରିବ ଯେନ ଯାହା କରିଅଛନ୍ତି ଜଗତର ଜୀବନ ସେଦିନ ମଙ୍ଗଳା କହିଲେ ଆଜି ତତେ କୋଉ ଗୋପା ରଖିବା ମୁଁ ଦେଖିବେ ଆଜ୍ଞା ପଦ୍ମ ଫୁଲ ଗୋଟିଏ ଆସନ କଲେ ଗୋଟେ ସୁନ୍ଦରୀ ଝିଅ ହୋଇ ମା ନୌକାରେ
ପଦ୍ମ ଫୁଲରେ ପଦ୍ମ ଫୁଲ ଉପରେ ସେ ଜଳ ଭିତରେ ବସିଛି। ସେତେବେଳେ ରାଜା ପୁଣି ଯାଉଥିଲା ଧାଇଁ ଦେଖିଦେଲା ଗୋଟେ ପୁଣି ନାରୀ ରଙ୍ଗ ଦିବ୍ୟ ତେଜ ରୂପ ଧାରଣ କରି ଗୋଟେ ପଦ୍ମ ଫୁଲ ଉପରେ ବସିଛି। ଆଜ୍ଞା ବିରୂପା ଦେଶର ପୁଣି ସେଇ ରାଜନ ରାଜା ନାମ ମୋଟଇ ପୁଣି ସୁଦର୍ଶନ ଏବେ ଧନେଶ୍ୱର ଦେଖି ଛାନିଆ ହେଲା ପୂର୍ଣ୍ଣ ଆରେ ସେଦିନ ନୌକା ଗୋଟି ରଖିଣ ଦେଲା ଏ ଯୋଉ ନୌକାରୁ ଓହ୍ଲାଇ ରାଜ ପଳାଇଲା ରାଜା ତ ଭଲା କଲା ଶୁଣ ଆରେ ଧନ ସେ ଯୋଉ ମଙ୍ଗଳ ଆକାଶରେ ହେଲା ବିରାଜମାନ। ଆଜ୍ଞା ବିରୂପା ଦେଶରେ ସେ ହେଲା ହାଜନ ଏବେ କହିଲା ଦେଖିବ ସମୁଦ୍ରଟା ଦିବ୍ୟ ସୁନ୍ଦରୀ ହଟଇ ନାଗରୀ ପଦ୍ମ ଫୁଲ ଉପରେ ବସିଛି ଥିରି କେତେବେଳେ ଧନେଶ୍ୱର ଉଚ୍ଚେ ଡାକିଲା ସୁଦର୍ଶନ ରାଜାର ଡଗରରେ ଗଲା। ଆଜ୍ଞା ଦୈବ ଯୋଗେ ସୁଦର୍ଶନ ଗଲେ ପଳାଇ ଏଠି ଦେଖିଲେ ସମୁଦ୍ରେ ପରା ତ କିଏ ନାହିଁ ଏ ଯୋଉ ମାୟା ଭିଆଇଛନ୍ତି ମଙ୍ଗଳା ଦେବାତ ରାଜାଙ୍କର ଗର୍ବ କରୁଛନ୍ତି ଚୁପ ନ ଦେଖିଲେ ପୁଣି କିଏ ସମୁଦ୍ର ମଧ୍ୟର ସେଦିନ ରାଜା ତାଙ୍କୁ କହୁଛନ୍ତି କି ରହ ବନ୍ଦୀ କର ଇଏ ନାହିଁ ଇଏ ରାଜା କହୁଛି କଣ ଗୋଟେ ନାରୀ ଅଛି ମିଛ କଥା କହୁଛି କୋଉ ରାଜ୍ୟରୁ ଆସେ ଆରେ ଇଏ ତ ମିଛୁରଟାକୁ ନେଇ ବନ୍ଦୀ କର ଡଗର ମାନଙ୍କୁ କହିଲେ ବନ୍ଦୀ କର। ଆଜ୍ଞା ଘୋଡା ଶାଳରେ ନେଇ ରାଜା ବନ୍ଦୀ କଲା ସେଇଦିନଠୁ ରାଜା ବନ୍ଦୀ ଘରେ ରହିଲା। ଆଜ୍ଞା